ଆଜି ବନିବ କୁକୁଡ଼ାର ଅଦରକାରୀ ପାର୍ଟସ୍ ମାନେ ମୁଣ୍ଡ ଗୁଡ଼ ସବୁ ତରକାରୀ ହେବ। ତ ମୁଁ ଟିକେ ଏକ୍ସାଇଟେଡ୍ ଅଛି ଟେଷ୍ଟ କରିବା ପାଇଁ। ମା ତାଙ୍କର କଟାକଟି କରିଦେଇକିନା ସେ ପଳେଇଗଲେ। ବାକି ଥିଲା ଆମର ରୋଷେଇ କରିବା ଦାୟିତ୍ୱ। ଆଉ ରୋଷେଇ ପାଇଁ ଯାହା ଯାହା ବି ଦରକାର ଥିଲା ସବୁ ଆମେ କଟାକଟି କରିଦେଲୁ। ଆଉ କଟାକଟି କରିକିନା ଚୁଲି ପାଖକୁ ସବୁ ଟେକି ନେଇଗଲୁ, କାହିଁକିନା ରୋଷେଇଟା ଆଜି ଚୁଲିରେ ହେବ। ଆଉ ରୋଷେଇଟା ରାତି ହେଇଗଲା ଆଜି ହଉ ହଉ, ତ ରନ୍ଧାରେ ବି ଆଜି ରୋଷେଇ ହେବ ଚୁଲିରେ। ଯାହା ବି ହଉ ରୋଷେଇ ଷ୍ଟାର୍ଟ ହେଇଯାଇଛି ବର୍ତ୍ତମାନ ଦେଖନ୍ତୁ। ତ ରୋଷେଇ ବିଷୟରେ ମା ଅଧିକା ମୁଁ କ'ଣ କହିବି। ତ ପୂର୍ବରୁ ଯେତେବେଳେ ବି ବାପା ଥିଲେ ତ ମୁଣ୍ଡ ଗୁଡ଼ ସବୁ ଛେଳିର କୁକୁଡ଼ାର ସବୁ ନେଇକି ଆସନ୍ତି ଆଉ ରୋଷେଇ ହୁଏ ଘରେ। ମୁଁ ଦେଖିକି କୁହେ ମୁଣ୍ଡ ଗୁଡ଼ ସବୁ ଖାଇକି କ'ଣ ଲାଭ ମିଳିବ, ଖାଇବ ହେଲେ ମାଂସ ଖାଇବ। କିନ୍ତୁ ସେ କୁହନ୍ତି ମୁଣ୍ଡ ଗୁଡ଼ରେ ହିଁ ସବୁ ଭିଟାମିନ୍ ଥାଏ ବୋଲିକି କୁହନ୍ତି। ତ ମୁଁ ଥରେ ଚାଖିଲା ପରେ ମୁଁ ବି ଏ ଜିନିଷ ପ୍ରତି ମୁଁ ବି ଫ୍ୟାନ୍ ବନିଗଲି। ତାପରେ ଆଜିକାଲି ଘରେ ଯେବେ ବି ବନେ ମୁଁ ବହୁତ ଏକ୍ସାଇଟେଡ୍ ଥାଏ ସବୁ ଟେଷ୍ଟ କରିବା ପାଇଁ। ତ ଆପଣମାନେ ଏସବୁ ଜିନିଷ ଖାଆନ୍ତି କି ନାହିଁ କମେଣ୍ଟ କରିକି ନିହାତି ଭାବରେ ଜଣେଇବେ। ଦେଖନ୍ତୁ ଆମର ମୋବାଇଲ ଉପରେ ଲଗେଇକିନା ରୋଷେଇ ଚାଲିଛି। କଷାକଷି ତ ତରକାରୀ ପୁରା ହେଇଗଲାଣି। କଷା ଟିକେ କାଢ଼ିଦେଲୁ, କାହିଁକିନା ଆମର ଯେତେବେଳେ ମାଂସ ତରକାରୀ ହୁଏ ଘରେ ପ୍ରଥମେ ଟିକେ କଷା କାଢ଼ା ହେବ, ବାକି ଯାହା ଭାତ ସାଙ୍ଗରେ ଖିଆ ହେବ ଝୋଳ ବନା ହେବ। ଦେଖନ୍ତୁ ତରକାରୀ ଆମର ହେଇଗଲା ଅଲରେଡ଼ି। ତାପରେ କଷା ଏପଟେ ବାହାର କରିଥିଲୁ, ଆମେ ମାଆଙ୍କୁ ଟିକେ ଦେଇଦେଲୁ। ତାପରେ ଆମେ ଭାଉଜ ନଣନ୍ଦ ବସିକିରି ଟେଷ୍ଟ କଲୁ। ବାବରେ କି ଟେଷ୍ଟି ହେଇଥିଲା। ଭିଡ଼ିଓ ଭଲ ଲାଗିଥିଲା ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବେ। ରହୁଛି, ଜୟ ଜଗନ୍ନାଥ।